କହିଲୁ ପଲିଟିକାଲ। ହ୍ୟାଲୋ। ହଁ ଦାନ୍ତ ତ ପ୍ରବଳ ଦେଖଉଛ। ଆଉ ଦେଖେଇବିନି, ତମେ ଖାଲି ଦେଖେଇ ଜାଣିଛ। ଆଉ କଣ ହଁ ନା, ତମର 32ଟା 33ଟା ହେଲାଣି। ମୋର 32ଟା। 32ଟା? ମୋର 34ଟା। ଏକ୍ସଟ୍ରା 2ଟା ଉପରୁ ଉଠିଛି ଜାଣିଛ ନା? ହେଇଥିବ। ତମର 32ଟା ହେଇଥିବ ଆଉ। ତମେ ବେଶୀ ଖାଉଛ ଆଉ ସେଥିପାଇଁ 2ଟା ଏକ୍ସଟ୍ରା। ସେଥିପାଇଁ 2ଟା ଏକ୍ସଟ୍ରା ନା। ତମେ ଖାଉନ, ତମେ ହେଲେ ପାଣି ପିଇ ରହୁଛ। ତମେ ପବନ ଖାଇ ରହୁଛ ନା। ହଁ ସେଥିପାଇଁ ତ ଏତିକି ମୋଟେଇଛି, ନହେଲେ ଥୁଡି ନା ମୋଟେଇଥାନ୍ତି। ସେଇ ପବନ ଦ୍ଵାରା ତ ଫୁଲି ଯାଇଛ। ହଁ ପବନ ଦ୍ୱାରା, ହଁ ତମେ ତ ଖାଲି ଭାତ ହିଁ ଖାଉଛ, ସେଇଟା ହିଁ ଚୋପା ହିଁ ଅଛ। ବେଲୁନ ନେଇକି ହାୱା ଭରିଲେ ଫୁଲି ଯାଉଛି, ତମର ସିନା ପାଟି ଦ୍ଵାରା ପବନ ଭର୍ତ୍ତି କରିଦେଲେ ଫୁଲି ଯାଉଛ। ଆଉ ନାଇଁ ତମେ କି? ହେଲେ କଣ ପିଟି ପିଟି ଇଏ କରିବ, ପାମ୍ପଡ କରିବ। କାହାକୁ? ମୁଁ କାହିଁ କଣ ପାଇଁ ପିଟି ତମକୁ? ଆଉ ତ ମୁଁ କଣ ପାଇଁ ତମକୁ ପିଟି? ତମେ ଫୁଲ କଲେ ସେତିକି ଫୁଲ କଲେ ଯାଇକି ମାଡ ହବ, ନହେଲେ ମାଡ ହବନି। ମୁଁ ତ କହୁଛି ଗଲେ ସାନ ସହିତ କଥା ହେବି ବୋଲି। କାହା ସହିତ କଥା ହବ? ସାନ। କାଇଁ, କଣ ପାଇଁ? କଣ ପାଇଁ କଥା ହବ? କଥା ହେବି ନା, କଥା ହବ କଣ ମନା? ମନା ବାତ ଆଉ କଣ? କଥା ତମେ ହେଲେ କଣ ହବ? କହିଦଉଛ ବେଳକୁ ଶାଢୀ ଅଧା ଘର ବାଲି, କହିଦଉଛ ବେଳକୁ ଆଉ କିଛି ନାହିଁ। ତମେ କଣ କହିବ? ଦିଅର ଅଧେ ଘର ବାଲା ବୋଲି କହିବ। ଆଉ ଭଲ। ସିଏ ତମ ସହିତ କଥା ହିଁ ହବନି ହେଲା। ତମେ ଯଦି ସିଏ କଥା ହବନି ହେଲା। କଣ ପାଇଁ? ହବନି ତ ଆଉ। କଣ ପାଇଁ? ହବନି କହିଲେ କଣ ପାଇଁ ବୋଲି ମୁଁ କହିବି। କଣ ପାଇଁ? ସିଏ କଥା ହଉନି। କଣ ପାଇଁ କହିଲେ? ତାକୁ ଝିଅ ପ୍ରତି ଏଲର୍ଜି। ଓହୋ। ତମେ ତ କଥା ହବ ଇଚ୍ଛା ନାହିଁ କରିବ, ମୁଁ କଥା ହେବିନି। ତମେ କଥା ହଉଥିବ ବେଳେ ମୁଁ ପୋଷ୍ଟିଂ ହେଇଯିବି ମଝିରେ, ହବନି? ହଁ, କଣ କହିଲ? ହ୍ୟାଲୋ। ହଁ। କଣ କହିଲ? ମଝିରେ କଣ ହବ? ତମେ କଥା ହଉଥିବା ବେଳେ ମୁଁ ମଝିରେ ପୋଷ୍ଟିଂ ହେଇଯିବି। ସତରେ ନା କଣ? ହଁ। ଆଉ ନା ପୋଷ୍ଟିଂ ନା କଣ ହଉଛି? ସାନ ଆଳେ ଟିକେ ହେଇଯିବି। ଗୋଟେ କାମ କରିବା ଚାଲୁନ। କଣ? ମୁଁ ମ୍ୟାରେଜ କରିଦେଇ, ଆମେ ଦି ଭାଇ ଜଣେ ହଁ ଏପଟେ ନା, ଜଣେ ସେପଟେ, ତମ ମଝିରେ ରହିଯିବ ଆଉ କଣ? ଭଲ ତ। ଜଣେ ଆଘାଡୁ ଜଣେ ପଛଆଡୁ। ହବନି? ହବନି, ଭଲ ହବ। ଭଲ ହବ। ହୁଁ। ଜଣେ ଆଗଡୁ ଗଲା ବେଳେ ଜଣେ ପଛଆଡୁ। ତା ନା, ମଜା ଅଲଗା, ତା ମଜା ଅଲଗା। ଜଣେ ଜଣେ। ଜଣେ କାଇଁ, 2 ଜଣ କଲେ କଣ ରହିବେ, ସମ୍ଭାଳି ପାରିବେନି ନା କଣ? ସେମିତି ଭଲ ନାହିଁ। ଭଲ ନାଇଁ କଣ ପାଇଁ ଭଲ ନାହିଁ? ଭଲ ତ ନାହିଁ ଆଉ। ଭଲ ତ, ଏକାଥରେ ଦିଟା ଯାଉଛି ଭିତରୁ। ସତରେ ନା କଣ? ସତରେ କଣ ମିଛରେ? 2ଟା କଣ, ତିନିଟା ବି ପଳଉଛି। ତମେ ଦେଖୁନ ଆଉ, ତମେ ଦେଖିଲେ ସିନା କି ଜାଣିଥାନ୍ତ। କ୍ଲାସ? ଯାଅ। ତମେ ଦେଖିଥିଲେ ସିନା ଜାଣିଥାନ୍ତ, ନହେଲେ କେମିତି ଜାଣିବ? ତମେ ଦେଖ, ଭଲ କି? ମୁଁ ଦେଖୁଛି ବୋଲି କେମିତି କହିଲି? ଜଣେ ତ ଚାରିରୁ ହ୍ୟାଣ୍ଡଲ କରିଦଉଛନ୍ତି। ଭଲ ତ। ଜଣେ 48 ହେଲା ବେଳେ ପଛଆଡେ 3 ଜଣ। ତମର ବି ଆଉ 4ଟା କେତେ ଆଣିକି ରଖିଥିବ। ଆରେ ଜଣେ ଗୋଟେ ଝିଅ 4ଟାକୁ ମାନେ ହଁ ତ। ହ୍ୟାଣ୍ଡଲ କରିଦବ। ଗୋଟେ ପୁଅ କେବେ 4ଟା ହ୍ୟାଣ୍ଡଲ କରିପାରିବନି। ତମ ସେ ଭାଇ ଗୁଡାକୁ ନାଇଁ, ତମଠୁ ତମ ସାନ ଭାଇକୁ ଆଣିଥିବ। ଅସୁବିଧା କଣ? ଆରେ ହଁ ତ, ଅସୁବିଧା କଣ? କିଛି ଅସୁବିଧା ନାହିଁ। ଆରେ କେତେ, ଆମେ ମାଉସୀଙ୍କ 3ଟା ପୁଅ। ଆମେ ହେଲେ 2 ତ ଭାଇ, ଭଲ। ଆମେ 2 ଭାଇ। 5 ଜଣ। ଆହୁରି 5, ଆଉ ଆଣିବ। ଗୋଟେ ମାଉସୀର ସାନ ପୁଅ ଟା।
6 ଜଣ। ଛଅ। ଆଉ ବାକି ସବୁ ବଡ ଅଛନ୍ତି। ଏତେ କେହି ମୁଁ ଭାବୁଥିଲି 10-15 ଜଣ। ଏକା ମରିଯିବ। ମରି ଯାଉଛି ଖାଲି। ତମେ ପ୍ରଥମେ ଏତିକି ସମ୍ଭାଳ। ଏତିକି ସମ୍ଭାଳୁ ତ କାନ୍ଦି ପକେଇବ। ନା। ନା ତମର ସେଇଟା ମସିନ ନା ପାଣି ଟାଙ୍କି? ସେତେବେଳେ ମେସିନ୍ ହେଇଯିବ। ନାଇଁ ମେସିନ ଟା ନା ପାଣି ଟାଙ୍କି ଟା? ପାଣି ଟାଙ୍କି। ଭଲ ଯାଉଛ ପାଠ ପଢିବାକୁ ଯାଉ ପାଠ ପଢିବ ବେକାର କଥା କୁହନି। ପାଠରେ ଧ୍ୟାନ ଦିଅ ହେଲା 2 ବର୍ଷ ପାଠରେ ଧ୍ୟାନ ଦିଅ। ଧ୍ୟାନ ନାହିଁ ଜ୍ଞାନ କିଛି ବି ନାହିଁ। କଣ ପାଇଁ ଆଉଛ ଖାଲି ପଇସା ସାରିକିରି। ପଇସା ତ ସରଉଛି ଖାଲି ଯାଉନ ଘୁଷୁରି ମାସରେ ଚରିବ। ଥରେ ଆସିଲେ କଣଟା ହବ ଯେ? ସେଇଟା ତ ତମେ ତ ବହି କିଣିନ ନୋଟ କିଣିନ କିଛି କରିନ। କାଇଁ କିଣିଦିଅ। କରିବ କାଇଁ ପାଠ ପଢୁଛ? ହଁ ତ ଛେଳି 2ଟା ହେଲେ କିଣିଦିଅ। ଛେଳି 2ଟା ଘୁଷୁରୀ 2ଟା ଗାଈ 2ଟା ସବୁ ଚରିବ। ତମର ସେଠି ଜାଗା ଅଛି ନା ଆଗ? ଏଇ ଆମର 100 ହାତ ବାରି ପଡିଛି ଜାଣିଛ? ଆଗରୁ ବାରିକି ପର୍ଯ୍ୟନ୍ତ ଟୋଟାଲ 100 ହାତ ଆମର। ଓହୋ ସେଇଠି ନିଜେ ତାହେଲେ ଚରେଇବି ଆଉ। କେତେ ବଡ ବାରି ପଡିଛି ଆଉ। ତମେ ତ ମୁଁ କହୁଥିଲି ଆମର ଖାଲି ଶାଗୁଆନୀ ଗଛ ଲଗେଇଛନ୍ତି 2 ସାଇଡ ମଝିରେ ଫାଙ୍କା ଅଛି। କଣ? 2 ସାଇଡ ଶାଗୁଆନୀ ଗଛ ଲାଗିଛି ମଝିରେ ଫାଙ୍କା ଅଛି। ଓହୋ। ଯେତିକି ଚରେଇ ପାରିବ। ତାପରେ ବିଲକୁ ଯିବ ଘାସ କାଟିକି ଆଣିବ ଆଉ। ହାଲୋ। ହଁ। ଚୁପଚାପ ରହିଯାଉଛ କଣ? କୁହ। ଆଉ କୁହ ନାଇଁ କି ପୋଖରୀ ନାଇଁ। ଆମରକୁ ଯାଉଛନ୍ତି ବୋଧେ। କୁଆଡେ? କ୍ଲାସ୍ କୁ। ଯାଉନ ତମେ? ଯାଅ କ୍ଲାସ କରିବ ଯାଅ ଆଜି କଣ ପଢା ହେଲା ମତେ କହିବ କହିଲେ ମୁଁ ସେଇ ଭିତରକୁ କୋଶ୍ଚିନ୍ କରିବି ହେଲା। ସତରେ ନା କଣ? ଆଉ କଣ ମିଛ ନୁହେଁ। କୋଶ୍ଚିନ୍ କରିବ ମତେ ଆନ୍ସର ଦବ ହେଲା ଖାଲି ଇଂଲିଶରେ ହିଁ କୋଶ୍ଚିନ୍ କରିବି। ହଁ ନା ତମେ ତ କୁହ 10 କ୍ଲାସ ହିଁ ପଢିବ ତାହେଲେ କେମିତି କହିବ? ଏଇ 10th କ୍ଲାସ ପାଠ ପଢିଲେ କଣ ମେମୋରି କଣ କମ ଅଛି ନା କଣ? ହଁ। ମୁଁ ତ 10th କ୍ଲାସ ପାଠ ପଢିଛି ଯେ ନ ପଢିଛି ସେଟା ଭଲ କରି। ମାର୍କ ତ ମୁଁ ରଖିନି କିନ୍ତୁ ପାଠ ହଉଥିଲା କିନ୍ତୁ ଏକ୍ଜାମ ଟାଇମରେ ପଢାପଢି କିଛି କରିବାର ନାହିଁ ଆମେ ମୁଭି ଦେଖିବାକୁ ପଳେଇବାର। ସେଇଟା ଏକ୍ଜାମ ଚାଲିଛି ଆମେ ସେଇଟା ବୁଲାବୁଲି କରୁ ପାଠ ମୁଁ ପଢିବା ମତେ ପଢିବାକୁ ଇଣ୍ଟରେଷ୍ଟ ନାହିଁ। ଏଠି ତ ପଢିଲେ ବି ସେଠି ଗଲେ ତ ପଢିବି ନା। ତମେ ନାଇଁ କହୁଥିଲ ଯେ ପଢିବ ବୋଲି। ହଁ ପଢିବ ଆଉ କଣ। ନ ପଢେଇବ ପନ୍ଦେ ନେଇଥିଲା କହିବ ମତେ। ନର୍ସରୀ କରିବ ପରା। ଏନଏମ କରିବରେ। ନାଇଁ ଏନଏମ କରିବ ନା ଏନଏମ କରିବ। ଯୋଉଟା ହେଲେ ଗୋଟେ ଆଉ। ଗୋଟେ କେମିତି ଏଏନଏମ ରେ ଜଲଦି ମିଳିବ। ମାନେ ଜଲଦି ଜବ ମିଳିଯିବ ଆଉ ଏନଏମ ରେ ମିଳିବ କିନ୍ତୁ ସେତେ ଫେସିଲିଟି ନାହିଁ। ଆଉ ତମେ କୁହ ଏନଏମ କରିଲେ ଡକ୍ଟର ସହିତ ହଁ ଏଇଟା ତ ଡକ୍ଟର ମାନଙ୍କ ସହିତ ପ୍ରଥମେ କମ୍ପ୍ରୋମାଇଜ କଲେ ସେମାନେ ତମତି କାମ ଶିଖିବେ ତମେ ଯଦି କମ୍ପ୍ରୋମାଇଜ ନ କରିବ ହେଲେ ସେମାନେ ତମକୁ କିଛି ଶିଖେଇବେନି ହେଲା। ହୁଁ ଆଉ ଯେତିକି ନର୍ସ ଗୁଡା ଅଛନ୍ତି କଣ ସବୁ ଯା କଣ ଭଲ ଯ ନା କଣ। ଯିଏ ଭଲ ହଉଛି ତାକୁ ଶିଖଉନାହାନ୍ତି ବୁଝୁଛ ନାଇଁ। ଆଉ ଯିଏ କମ୍ପ୍ରୋମାଇଜ କରିବେ ସେମାନେ ତାଙ୍କୁ ପୁରା ଗୋଳିକିରି ପିଆଇ ଦେବେ। ବୁଝୁଛ କି ନାଇଁ। ଆଉ କେମିତି କହୁଛ ଯେ ଏନଏମ କରିବ କହୁଛ। କର ତମ ଇଚ୍ଛା ତମ ଭବିଷ୍ୟତ ପାଇଁ। ତମ ଜବ୍ କରିବାର ଅଛି ଏନଏମ କର କି ଏଏନଏମ କର ଯାହା କରିବାର ଅଛି କର ମୁଁ ସେଥିରେ କିଛି କହିବାର ନାହିଁ।
ଏବେ ତ ତମର ପାଠ ପଢା ସହ ଡିଗ୍ରୀ ତ କରିବ, ଡିଗ୍ରୀ କଲେ ଟିଚର୍ସ ପାଇଁ ପକେଇବ। ୟୁପି ସ୍କୁଲ ଟିଚର ପାଇଁ ପକେଇଲେ କଣ ହବନି ନା କଣ? ତମର ସେପଟେ ତ ମିଳିବ ନା, ଏସି ଏସଟି ପିଲାମାନଙ୍କୁ ମିଳୁଛି।